ପସନ୍ଦ ଟ୍ରାକରରେ ନୂଆ ଭର୍ସନ୍ ଆସିଯାଇଛି 22.0। ଏଇ ନୂଆ ଭର୍ସନରେ କ'ଣ ନୂଆ ଅପଡ଼େଟ୍ ଆସିଛି ଆସନ୍ତୁ ଏଇ ଭିଡ଼ିଓ ଜରିଆରେ ଜାଣିବା। ପ୍ରଥମେ କ'ଣ କରିବେ, ଆପଣ 21.9 ଭର୍ସନ୍ଟିକୁ ଅନଇନଷ୍ଟଲ୍ କରିଦେବେ। ଦେଖନ୍ତୁ ମୁଁ ଅନଇନଷ୍ଟଲ୍ କରିଦେଲି। ତାପରେ ପ୍ଲେ ଷ୍ଟୋରକୁ ଯିବେ। ତାପରେ ସର୍ଚ୍ଚରେ ପସନ୍ଦ ଟ୍ରାକର ମାରିବେ। ପସନ୍ଦ ଟ୍ରାକର ସର୍ଚ୍ଚ କରିଲେ ଇନଷ୍ଟଲ୍ କଲି। ତାର ଓପନ୍ କଲି। କରିସାରିଲା ପରେ ଯେଇ ପ୍ରୋସେସ୍ରେ କରୁଥିଲେ ପ୍ରୋସେସ୍ରେ କରିବେ। ଟିକେ ସ୍ଲୋ ହେଉଛି, ଯେହେତୁ ନୂଆ ଭର୍ସନ୍ ଆସିଛି ଟିକେ ସ୍ଲୋ ହେଉଛି। ନେକ୍ସଟ କରିକି ଯିବେ। ଧୈର୍ଯ୍ୟ କରନ୍ତି, ଅପଡ଼େଟ୍ ସେନ୍ କରିକି ଯିବେ। କନଫର୍ମ କଲି, ଲଗ୍ଇନ୍ କଲି। ତାଙ୍କ ମୋବାଇଲ୍ ନମ୍ବର ମାରିଲା ପରେ ଇନଭ୍ୟାଲିଡ୍ ଲେଖୁଛି। ସାଇନ୍ ଇନ୍ କଲା ପରେ ଇନଭ୍ୟାଲିଡ୍ ଲେଖୁଛି। ଇନଭ୍ୟାଲିଡ୍ ଲେଖୁଛି। ବ୍ୟାକ୍ କରିଦେବି। ବ୍ୟାକ୍ କରିସାରିଲା ପରେ ଫରଗେଟ୍ ଏମ୍ପିନ୍ ପାସୱାର୍ଡ଼ ଉପରେ କ୍ଲିକ୍ କରିବି। ଏ ଲଗ୍ଇନ୍ ତଳେ ଦେଖନ୍ତୁ ଫରଗେଟ୍ ଏମ୍ପିନ୍ ପାସୱାର୍ଡ଼। ଜଷ୍ଟ ଭର୍ସନ୍ 22.0 ଉପରୁ ଯେଉଁ ଅଛି ଫରଗେଟ୍ ଏମ୍ପିନ୍ ଆଣ୍ଡ ପାସୱାର୍ଡ଼ ଅଛି, ତା ଉପରେ କ୍ଲିକ୍ କରିବି। ତାପରେ ୱାର୍କରଙ୍କର ଯେ ମୋବାଇଲ୍ ନମ୍ବର ପସନ୍ଦ ଟ୍ରାକର ରେଜିଷ୍ଟର ଅଛି ସେଇ ନମ୍ବର ଦେବେ ଏବଂ ଦେଇକି ତଳେ OTP ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଯେ ମୋବାଇଲ୍ ନମ୍ବର ଦେଇଥିବେ ସେଇ ମୋବାଇଲ୍ ନମ୍ବର ଗୋଟେ OTP ଯିବ ମେସେଜରେ ଏବଂ ସେ OTP ଦେଇ ସାରିଲା ପରେ ସବମିଟ୍ କରିବେ। ମୁଁ ଦେଲି OTP ଦେଲି, ଦେଇକି ଭେରିଫାଏ ଆଣ୍ଡ ପ୍ରୋସିଡ୍ ଉପରେ କ୍ଲିକ୍ କଲି। ତାପରେ ଆସିଲା ଏଣ୍ଟର ଏମ୍ପିନ୍, କନଫର୍ମ ଏମ୍ପିନ୍। ଏଣ୍ଟର ଏମ୍ପିନ୍ ଯାହା ଦେଲି କନଫର୍ମ ଏମ୍ପିନ୍ ସେମ୍ ଦେଲି, ଦେଇକି ସବମିଟ୍ କଲି। ତାପରେ ଲଗ୍ଇନ୍ କଲି। ଆଉ ଥରେ ଲଗ୍ଇନ୍ ଉପରେ କ୍ଲିକ୍ କଲି। କ୍ଲିକ୍ କରିସାରିଲା ପରେ ତାଙ୍କ ମୋବାଇଲ୍ ନମ୍ବର ଆସିବ, ମୋବାଇଲ୍ ନମ୍ବର ଏମ୍ପିନ୍ ପାସୱାର୍ଡ଼ ଆସିବ। ଯେ ମୋବାଇଲ୍ ନମ୍ବରଟା ରେଜିଷ୍ଟର ହେଇଥିଲା, ଯେଉଁ ମୁଁ ଦେଇଥିଲି OTP ପାଇଁ, ସେଇ ମୋବାଇଲ୍ ନମ୍ବରଟା ଏଠି ପକାଇବି ଏବଂ କନଫର୍ମ ପାସୱାର୍ଡ଼ ଯାହା ଦିଆହେଇଥିଲା ସେଇଟା ଦେବି। ଯେଟା ପୂର୍ବରୁ ଉପରେ ତଳେ ଯାହା ଦେଇଥିଲି, ଯେଉଁ ସେମ୍ ଦେଇଥିଲୁ ସେଇଟା ହେଉଛି ତାର ପାସୱାର୍ଡ଼, ସେଇଟା ହିଁ ଏଠି ପକାଇବି। ଯଦି ନ ଜାଣିପାରୁଛନ୍ତି ଦେଖାଉଛି, ରୁହନ୍ତୁ ଟିକେ। ଯେଉଁ ଦେଇଥିଲେ ଏଣ୍ଟର ଏମ୍ପିନ୍ ଆଣ୍ଡ କନଫର୍ମ ଏମ୍ପିନ୍, ଏଇ ଏମ୍ପିନ୍ଟା ହେଉଛି ସେ ପସନ୍ଦ ଟ୍ରାକର ପାସୱାର୍ଡ଼, ଯେଟା ମୁଁ ଦେଖାଉଛି। ଏଠି ଯାହା ଦେବେ ସେଠି ତାହା ଦେବେ। ଦେଲା ପରେ ଦେଖନ୍ତୁ ଖୋଲିଗଲା। ତାପରେ ଆପଣ ଯେପରି ପୂର୍ବରୁ ଅଙ୍ଗନୱାଡ଼ି ଓପନ୍, ମର୍ଣ୍ଣିଂ ସ୍ନାକ୍ସ, THR ଆକ୍ଟିଭିଟି ଯାହା ପକାଉଥିଲେ ତାହା ପକାଇବେ ଏବଂ ଏହାର କ'ଣ ଅପଡ଼େଟ୍ ଆସିଛି ଆସନ୍ତୁ ଦେଖିବା। ଏଇଟା ଗୋଟେ ଆସିଛି ଅପକମିଂ ବେନିଫିସିଆରୀ ଚାର୍ଜେସ୍, ଏଇଟା ଗୋଟେ ନୂଆ ଅପଡ଼େଟ୍ ଆସିଛି। ଆଉ ଡେଲି ଟ୍ରାକିଂର ମଧ୍ୟ ଗୋଟେ ନୂଆ ଅପଡ଼େଟ୍ ଆସିଛି, ଦେଖିବା କ'ଣ ଅପଡ଼େଟ୍ ନୂଆ ଆସିଛି। ଏଇ ଅପଡ଼େଟ୍ ବାରମ୍ବାର ମୁଁ ନେକ୍ସଟ ଭିଡ଼ିଓରେ ଜଣାଇଦେବି। କାଲି ପରଦିନ ସୁଦ୍ଧା ନୂଆ ଭିଡ଼ିଓରେ କ'ଣ ଆସିଛି ଫ୍ୟାସିଲିଟି ମୁଁ ଜଣାଇଦେବି। ଏଠି ମଧ୍ୟ ଆକ୍ଟିଭିଟି ତଳକୁ ଗୋଟେ ନୂଆ ଆସିଛି ECCE ଲର୍ଣ୍ଣିଂ, ନଭେମ୍ବରରୁ ଆସିଛି ପ୍ରାୟ 0ଟା କମ୍ପ୍ଲିଟ୍।
ନୂଆ ଭର୍ସନଟା ଆସିଛି। ଆଗରୁ ଆକ୍ଟିଭିଟି ଆସୁଥିଲା, ଆକ୍ଟିଭିଟି ଆମେ ପକାଇ ଦେଉଥିଲେ ସରିଯାଉଥିଲା, ତା ତଳକୁ କିଛି ନ ଆସୁଥିଲା। ଏଇଟା ଗୋଟେ ନୂଆ ଆସିଛି। ଯେଉଁ ନେକ୍ସଟ ଭିଡ଼ିଓ କରିବି ଏଇ ଦୁଇଟି ନୂଆ ଅପଡ଼େଟ୍ ଆସିଛି। ଗୋଟେ ଆସିଛି CC ଲାର୍ଣ୍ଣିଂ, ଆଉ ଗୋଟେ ଯେଉଁ ଆସିଛି ଯେଉଁ ଆପଣଙ୍କର ସେଇ ନୂଆଟେ ଏଇ ଯେଉଁ ଅପକମିଂ ବେନିଫିସିଆରୀ ଚେଞ୍ଜେସ୍, ଏଇ ଦୁଇଟା ଆରମ୍ଭରେ ମୁଁ ନେକ୍ସଟ ଭିଡ଼ିଓରେ ତା'ର ଡିଟେଲ୍ସ ସହିତ ସବୁକିଛି ଜଣାଇଦେବି। ତେଣୁ ନୂଆ ଭର୍ସନଟି ଆସିଯାଇଛି। ଯେ ପୂର୍ବରୁ ଥିଲା ଯେଉଁ ୱାର୍କରମାନଙ୍କୁ ବହୁତ ଅସୁବିଧା ହେଉଥିଲା, ସବୁ କାହାର ପଢ଼ି ପାରୁନଥିଲା, ସେମାନେ ଫୋନ୍ କରୁଥିଲେ ଯେ ଆମର ହ୍ୱାଇଟ୍ ହେଇଯାଉଛି। ତା ସଲ୍ୟୁସନ୍ କରିଦେଲେ 22.0ରେ। ଟିକେ ଏଇଟା ସ୍ଲୋ ହେଉଛି, ତେଣୁ ସମସ୍ତେ ଟ୍ରାଏ କରନ୍ତୁ ଅଙ୍ଗନୱାଡ଼ି ଓପନ୍ କରିବାକୁ। ଯେଉଁମାନଙ୍କ ହେଇପାରୁନଥିଲେ, ଆଡ୍ରେସ୍ ପକାଇ ପାରୁନଥିଲେ କି ମନି ସେନ୍ସ ପକାଇ ପାରୁନଥିଲେ, ତେବେ ଏଇ ଭର୍ସନଟା ଆସିଗଲା। ଏବଂ ନୂଆ ଦୁଇଟି ଯେଉଁ ଆଡ଼୍ ହେଉଛି ସେଥିରେ ନେକ୍ସଟ ଭିଡ଼ିଓରେ ମୁଁ ସମସ୍ତ ଡିଟେଲ୍ ଜଣାଇଦେବି। ଥ୍ୟାଙ୍କ ୟୁ, ଧନ୍ୟବାଦ। ଏହିପରି ନୂଆ ନୂଆ ଅପଡ଼େଟ୍ ଦେଖିବା ପାଇଁ ବା ଜାଣିବା ପାଇଁ ଆମ ଭିଡ଼ିଓକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଅଧିକରୁ ଅଧିକ ସେୟାର କରନ୍ତୁ। ଥ୍ୟାଙ୍କ ୟୁ, ଧନ୍ୟବାଦ। ଜୟ ଜଗନ୍ନାଥ।